मंडली आज आम जो वाक्यांश ध्यान करने को जाऊँ आम ताहा शुणा पाइलु जे जो वाक्यांश आम को दि जाए फिलिपिय मंडली निकट को प्रेरित पाउलंकर पत्र अध्याय 1 पद 3 रु 11 आम ध्यान करवा। फिलिपिय मंडली निकट को प्रेरित पाउलंकर पत्र अध्याय 1 पद 3 रु 11 पद। आजिर वाक्यर प्रसंग हेउछि प्रेम रे वृद्धि लाभ हेउ बा प्रेम रे कौन हेउ वृद्धि हेउ। हालेलुया हालेलुया। कहीं जने समस्तंकर साहाय्य निमंते पठन करंतु। मु तुम मानकु जेते तर स्मरण करे सेते तर मोहर ईश्वर को धन्यवाद देई थाए। प्रथम दिन ठारू आज पर्यंत सुसमाचार पक्षरे तुम मानक सहभागिता हेतु तुम मानक निमंते सर्वदा मु मोहर प्रत्येक प्रार्थना रे आनंद सह निवेदन करुअछि। कारण जे तुम मानक अंतर रे उत्तम कार्य आरंभ करिअछंती से ख्रीष्ट यीशुको दिन पर्यंत ताहा साधन करी सिद्ध करिवे। एहा तो मु दृढ़ रूपे विश्वास करे। आउ तुम मानक विषय रे मोहर एपरि भाबिबा उचित जेनु तुमरे समस्ते मोहर बंधन रे जेपरि सुसमाचार सपक्ष समर्थन व स्थितिर सत्य प्रणाम करिवारे सेहिपरि मो सहित अनुग्रहर सहभागी अठ। एति निमंते मु तुम मानक हृदय धारण करिअछि। कारण ख्रीष्ट यीशुको स्नेहपूर्ण करुणा रे मु तुम मानक निमंते की प्रकार लालयत एही विषय रे ईश्वर मोहर साक्षी। पुणी मोहर प्रार्थना एही तुम मानक प्रेम ज्ञान व समस्त सूक्ष्म विचार रे अधिक वृद्धि पाऊ जेपरि तुम्हें माने उत्कृष्ट विषय गुड़िक समर्थन कर पुणी ईश्वर को गौरव और प्रशंसा उद्देश्य रे यीशु ख्रीष्ट को द्वारा धार्मिकतार जो फल से परिपूर्ण होई ख्रीष्ट को दिन रे शुद्ध और अभिनंदनीय हो अनिंदनीय हो। प्रभु ए पठित वाक्य रे पुनि श्रवण रे आमान को आशीर्वाद करंतु। ख्रीष्टଙ୍କ ଠାରେ ମୋର ପ୍ରିୟର ମଣ୍ଡଳୀ ପ୍ରେରିତ ପାଉଲ ଫିଲିପିୟ ମଣ୍ଡଳୀକୁ ପ୍ରେମର ବିଷୟରେ ସେ କହୁଛନ୍ତି ବା ସେଇ ମଣ୍ଡଳୀ ପ୍ରତି ଥିବା ତାଙ୍କର ଗଭୀର ପ୍ରେମକୁ ଏହି ଚିଠି ମାଧ୍ୟମରେ ପ୍ରକାଶ କରୁଅଛନ୍ତି। ପ୍ରେରିତ ପାଉଲ ଫିଲିପିୟ ମଣ୍ଡଳୀରେ ସେବା କାର୍ଯ୍ୟ କରିଥିଲେ। ଆଉ ସେ ଏହି ମଣ୍ଡଳୀରେ ସୁସମାଚାର ପ୍ରଚାର କରି ଅନେକଙ୍କୁ ଖ୍ରୀଷ୍ଟ ଯୀଶୁଙ୍କର ପରିଚୟ ଦେଇଥିଲେ। ଆଉ ଏହି ଫିଲିପିୟ ମଣ୍ଡଳୀ ପ୍ରେରିତ ପାଉଲଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ। আজি ପ୍ରେରିତ ପାଉଲ ଫିଲିପିୟ ମଣ୍ଡଳୀରେ ନାହାନ୍ତି। ସେ କାରାଗାରରେ ଅଛନ୍ତି। କାରାଗାରରୁ ଥାଇ ଫିଲିପିୟ ମଣ୍ଡଳୀକୁ ସେ ସ୍ମରଣ କରୁଅଛନ୍ତି। କାରାଗାରରେ ଥାଇ ପ୍ରେରିତ ପାଉଲ ଫିଲିପିୟ ମଣ୍ଡଳୀକୁ ସ୍ମରଣ କରୁଅଛନ୍ତି। ଆଉ ସେମାନଙ୍କ ପ୍ରତି ଥିବା ତାଙ୍କର ଗଭୀର ପ୍ରେମକୁ ସେ ପ୍ରକାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି। ହାଲେଲୁୟା ହାଲେଲୁୟା। ଆଉ ଆଜି କମ୍ୟୁନିଟି ଅଫ ଖ୍ରାଇଷ୍ଟ ଆମର ମଣ୍ଡଳୀ
ପ୍ରେମ ବିଷୟରେ ଧ୍ୟାନ କରିବା ପାଇଁ ଆମକୁ ପ୍ରସଙ୍ଗ ଭାବରେ ଦେଇଅଛି। ତେଣୁକରି ଆଜିର ପ୍ରସଙ୍ଗ ହେଉଛି ପ୍ରେମରେ ବୃଦ୍ଧି ପାଉ। ପ୍ରେମରେ ବୃଦ୍ଧି ପାଉ। ହାଲେଲୁୟା, ହାଲେଲୁୟା। କମ୍ୟୁନିଟି ଅଫ ଖ୍ରାଇଷ୍ଟ ଖ୍ରୀଷ୍ଟମାସର 4ଟି ରବିବାର, ଖ୍ରୀଷ୍ଟମାସ ପୂର୍ବର 4ଟି ରବିବାରକୁ ଆଗମନ କାଳ ବୋଲି କୁହେ, ଯାହାକୁ ଆମେ ଇଂଲିଶରେ କହୁଛୁ ଆଡଭେଣ୍ଟ ସିଜନ ବୋଲି। ଆମେ ଜଗତରେ ଆମର କେତେଟା ଋତୁ ଅଛି? 6ଟା ଋତୁ ଅଛି, ନାଇଁ କି? ସେମିତି ଗୋଟେ ଖ୍ରୀଷ୍ଟିଆନ ମାନଙ୍କର ମଧ୍ୟ ଋତୁ ଗୁଡାକ ଅଛି। ବିଶେଷ କରି କମ୍ୟୁନିଟି ଅଫ ଖ୍ରାଇଷ୍ଟ ମଧ୍ୟ ଗୋଟେ ବର୍ଷକୁ କେତେଟା ଋତୁରେ ଭାଗ କରିଅଛି। ଆମର ଅଞ୍ଚଳରେ ବର୍ଷକୁ 6ଟା ଋତୁ, କିନ୍ତୁ କମ୍ୟୁନିଟି ଅଫ ଖ୍ରାଇଷ୍ଟର ମଧ୍ୟ ଗୋଟେ ଆତ୍ମିକ ଜର୍ଣ୍ଣିର ତାର ଗୋଟେ ଋତୁ ଅଛି। ଆଉ ସେ ଋତୁକୁ 3ଟି ଋତୁରେ ଭାଗ କରିଛି। ଗୋଟିଏ ହେଲା ସାଧାରଣ କାଳ, ଆଉ ଗୋଟିଏ ହେଲା ପାସ୍କା କାଳ, ଆଉ ଗୋଟିଏ ହେଲା ଆଗମନ କାଳ। ବର୍ତ୍ତମାନ ଆମେ ଯେଉଁ ଋତୁରେ ଅଛୁ, ଯେଉଁ କାଳରେ ଅଛୁ, ଏହାକୁ କୁହାଯାଏ ଆଗମନ କାଳ। ଯେହେତୁ ଖ୍ରୀଷ୍ଟମାସ ପୂର୍ବରୁ ଯେଉଁ 4ଟି ରବିବାର ଅଛି, ସେଇ 4ଟି ରବିବାରରେ ଆମେ ଆଗମନ କାଳ ବୋଲିକି ସ୍ମରଣ କରୁ। ଯେଉଁ ଦିନ ମାନଙ୍କରେ କି ଆମେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ବିଷୟରେ ଆମେ ଧ୍ୟାନ କରିଥାଉ। ଯୀଶୁ ଖ୍ରୀଷ୍ଟଙ୍କର ଆସିବା ବିଷୟରେ, ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସକୁ ପାଳନ କରିବା ପାଇଁ, ଆତ୍ମିକ ଭାବରେ ନିଜକୁ ପ୍ରସ୍ତୁତ କରିବା ପାଇଁ ମଣ୍ଡଳୀ ଆମମାନଙ୍କୁ ଆଗମନ କାଳ ପ୍ରଦାନ କରେ। ଆଉ ଏଇ 4ଟି ସପ୍ତାହରେ ଆମେ 4ଟି ମୁଖ୍ୟ ବିଷୟରେ ଆମେ ଧ୍ୟାନ କରିଥାଉ। ଆଗମନ କାଳ ଗତ ସପ୍ତାହ ଆରମ୍ଭ ହେଇଗଲା ଆମର। ଆଜି ହେଉଛି ଆଗମନ କାଳର ଦ୍ୱିତୀୟ ସପ୍ତାହ। ଆଉ ପ୍ରଥମ ସପ୍ତାହରେ ଆମେ ଧ୍ୟାନ କରୁ ଆଶା ବିଷୟରେ, ହୋପ। ଆଉ କମ୍ୟୁନିଟି ଅଫ ଖ୍ରାଇଷ୍ଟ ଆଗମନ କାଳରେ ସେମାନଙ୍କର ଗୋଟେ ପ୍ରାକ୍ଟିସ ଅଛି, ପରମ୍ପରା ଅଛି, ଯେ 4ଟି ରବିବାରରେ ପ୍ରତ୍ୟେକ ରବିବାର ଦିନ ସେମାନେ ଗୋଟେ କ୍ୟାଣ୍ଡେଲ ଜଳେଇବେ ଉପାସନା ସମୟରେ। ଆମର ମଣ୍ଡଳୀର ଗୋଟେ ପରମ୍ପରା ଅଛି। ଆଗମନ କାଳର 4ଟି ରବିବାର ସମୟରେ 4ଟା କ୍ୟାଣ୍ଡେଲ ଜଳାଯିବ। ପ୍ରଥମ ରବିବାର ଦିନ ଆଶାର କ୍ୟାଣ୍ଡେଲ ଜଳାଯିବ। ଦ୍ୱିତୀୟ ରବିବାର ଦିନ ପ୍ରେମର କ୍ୟାଣ୍ଡେଲ ଜଳାଯିବ। ତୃତୀୟ ରବିବାରରେ ଶାନ୍ତିର କ୍ୟାଣ୍ଡେଲ ଜଳାଯିବ। ଆଉ ଶେଷ ରବିବାର ଅର୍ଥାତ୍ ଚତୁର୍ଥ ରବିବାରରେ ଆନନ୍ଦର କ୍ୟାଣ୍ଡେଲ ଜଳାଯିବ। ଅବଶ୍ୟ ଆଜି ଆମଙ୍କ ପାଖରେ କ୍ୟାଣ୍ଡେଲ ନାହିଁ, କ୍ୟାଣ୍ଡେଲ ଏତେ ଗୁରୁତ୍ୱପୂର୍ଣ୍ଣ ନାହିଁ, କିନ୍ତୁ ଆମେ ଯୋଉ ବିଷୟରେ ଆମେ ଧ୍ୟାନ କରୁଛୁ ସେଇଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ପ୍ରେମ ବିଷୟରେ ଧ୍ୟାନ କରୁଛୁ। ଆଉ ବାକ୍ୟରେ ପ୍ରେରିତ ପାଉଲ ମଧ୍ୟ ତାଙ୍କର ଗଭୀର ପ୍ରେମକୁ ଫିଲିପିୟ ମଣ୍ଡଳୀ ପ୍ରତି ସେ ପ୍ରକାଶ କରୁଅଛନ୍ତି। ଆଉ ମଣ୍ଡଳୀ ଆମକୁ ଆହ୍ୱାନ କରୁଛି ଯେ ଏହି ଆଗମନ କାଳରେ ଆମେ ପ୍ରେମରେ ବୃଦ୍ଧି ପାଉ। ହାଲେଲୁୟା, ହାଲେଲୁୟା। ଗତ ସପ୍ତାହ ଆମେ ଚିନ୍ତା କଲୁ ଯେ ଆମେ ପରମେଶ୍ୱରଙ୍କ ଠାରେ କିପରି ଆଶା ରଖିବା ଏବଂ ଆଶାରେ କେମିତି ଆମେ ବଢିବା। এই আগমন কাଳରେ ଆମେ କେମିତି ଆଶାରେ ବୃଦ୍ଧି ଲାଭ କରିବା ଆମେ ପ୍ରଥମ ସପ୍ତାହରେ ଚିନ୍ତା କଲୁ। ପୁଣି ଆଜି ଆମେ ଚିନ୍ତା କରୁଛୁ ପ୍ରେମରେ ବୃଦ୍ଧି ପାଇବା ପାଇଁ। ତେଣୁକରି ମଣ୍ଡଳୀ ମାନ କହୁଛି ଯେ ଆଶା, ପ୍ରେମ, ଶାନ୍ତି ଓ ଆନନ୍ଦର ସହିତ ଆମେ ବୃଦ୍ଧି ଲାଭ କରିବା ଦ୍ୱାରା, ଚିନ୍ତା କରିବା ଦ୍ୱାରା, ଧ୍ୟାନ କରିବା ଦ୍ୱାରା ଆମେ ଆତ୍ମିକ ଭାବରେ
ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନେ ଅପେକ୍ଷା କରୁଛୁ ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ତାଙ୍କର ଜନ୍ମ ଦିବସରେ ବାସ୍ତବ ରୂପେ ଗ୍ରହଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛୁ। ହାଲେଲୁୟା ହାଲେଲୁୟା। ମୋର ପ୍ରିୟମାନେ, ଆଗମନ ହେଉଛି ଯୀଶୁଙ୍କ ପାଇଁ ଅପେକ୍ଷା କରିବା ଏବଂ ପ୍ରସ୍ତୁତିର ଏକ ବିଶେଷ ଋତୁ ଅଟେ। এই 4ଟି ସପ୍ତାହ ଯାହା ଆଗମନ କାଳର ଯାହା ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ପୂର୍ବରୁ ଖ୍ରୀଷ୍ଟମାସ ପୂର୍ବରୁ ଯେଉଁ 4ଟି ରବିବାର ଅଛି, ସେଇଠି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଅପେକ୍ଷା କରିବା ଏବଂ ତାଙ୍କୁ ଗ୍ରହଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାର ଗୋଟିଏ ସମୟ ଅଟେ। ଆମେ ଯେମିତି ଆମ ଘରକୁ କେହି ଜଣେ ଅତିଥି ଆସୁଛନ୍ତି, ଆମେ ପ୍ରସ୍ତୁତ କରୁଛୁ ନିଜ ଗୃହକୁ। ଯଦି ଘରେ କୌଣସି ଆମ ଘରେ କୌଣସି ଯୁବା ଝିଅ ଅଛି କିମ୍ବା ଯୁବା ପୁଅ ଅଛି, ସେ ପୁଅକୁ କିମ୍ବା ଝିଅକୁ ଦେଖିବା ପାଇଁ ଯଦି ଆସୁଛନ୍ତି, ଠିକ କରିବା ପାଇଁ ଯଦି ଆମ ଘରକୁ ଆସୁଛନ୍ତି, ଆମେ ଘରକୁ ସଜାଡ଼ୁ, ନାଇଁ କି? ସଜାଡ଼ୁ କି ଆମେ ସେମିତି ଆକା ଯେମିତି ଅଛି ସେମିତି ରଖୁ? ଆମ ଘରକୁ ସଜାଡ଼ୁ, ସଜବାଜ କରୁ କି ନାହିଁ, ପ୍ରସ୍ତୁତ କରୁ କି ନାହିଁ? ସନ୍ଧି ମାନେ ଆସିବେ, ସେମାନଙ୍କୁ କେମିତି ଚର୍ଚ୍ଚା କରିବା, କୋଉଠି ବସେଇବା, କୋଉଠି ସେମାନଙ୍କୁ ବିଶ୍ରାମ ଦେବା, କ'ଣ ଖାଇବେ, କ'ଣ ପିଇବେ, ଏସବୁ ବିଷୟ ମାନେ ପ୍ରସ୍ତୁତ କରିଥାଉ। ସନ୍ଧି ମାନେ ଆସିଲା ବେଳେ ଆମର ଝିଅ କି ଆମର ପୁଅ କୋଉ ପ୍ରକାର ସେ ପିନ୍ଧିବା କଥା, କୋଉ ପ୍ରକାର ସେ ବ୍ୟବହାର କରିବାର ଆବଶ୍ୟକ, ଆମେ କୋଉ ପ୍ରକାର ସେମାନଙ୍କର ସମ୍ମୁଖରେ ନିଜକୁ ଉପସ୍ଥାପନ କରିବାର ଅଛି, ଏସବୁ ବିଷୟ ମାନେ କ'ଣ କରିଥାଉ? ପ୍ରସ୍ତୁତ କରିଥାଉ। ଯୀଶୁ ଖ୍ରୀଷ୍ଟ କୌଣସି ସନ୍ଧି ଠାରୁ କମ୍ ନୁହନ୍ତି। ଯୀଶୁ ଖ୍ରୀଷ୍ଟ ଯେ ସତ୍ୟ ପରମେଶ୍ୱରଙ୍କର ସେ ଅଦ୍ୱିତ ପୁତ୍ର, ସ୍ୱୟଂ ପରମେଶ୍ୱର ସେ, ଆଉ ସେ ଯୀଶୁ ଖ୍ରୀଷ୍ଟ ଆମଙ୍କ ଜୀବନରେ ଆସିବାକୁ ଯାଉଛନ୍ତି, ଆମଙ୍କର ହୃଦୟରେ ସେ ବାସ କରିବା ପାଇଁ ଯାଉଛନ୍ତି। ତେଣୁକରି ଆମେ ନିଜର ହୃଦୟ ରୂପ ଗୃହକୁ ଆମମାନେ କ'ଣ କରିବାର ଅଛି? ପ୍ରସ୍ତୁତ କରିବାର ଅଛି, ଯଦ୍ୱାରା ଏହି ହୃଦୟରେ ସେ ନିତ୍ୟ ଜୀବିତ ଯୀଶୁ ଖ୍ରୀଷ୍ଟ ବାସ କରିପାରିବେ। ହେଲେ ଯେତେବେଳେ ଆଜି ଆମମାନେ ପ୍ରେମ ବିଷୟରେ ଚିନ୍ତା କରୁଛୁ, ଯେ ଆଜି ଆମକୁ ମଣ୍ଡଳୀ ଆହ୍ୱାନ କରୁଛି ଯେ ଆମମାନେ ପ୍ରେମରେ ବୃଦ୍ଧି ପାଉ। ପରମେଶ୍ୱରଙ୍କ ପ୍ରତି ପ୍ରେମ, ପରସ୍ପର ପ୍ରତି ପ୍ରେମରେ ଆମମାନେ ବୃଦ୍ଧି ପାଇବାର ଅଛି। ପ୍ରେମରେ ବୃଦ୍ଧି ପାଇବାର ଅର୍ଥ ପରମେଶ୍ୱରଙ୍କ ପ୍ରତି ଆମେ ତାଙ୍କର ପ୍ରେମରେ ବୃଦ୍ଧି ପାଇବା ଏବଂ ପରସ୍ପର ପ୍ରତି ଥିବା ପ୍ରେମରେ ଆମମାନଙ୍କୁ ବୃଦ୍ଧି ପାଇବାକୁ ପଡ଼ିବ। ଧର୍ମଶାସ୍ତ୍ର ଆମମାନଙ୍କୁ ଶିଖାଏ ଯେ ପ୍ରେମ କିପରି ଆରମ୍ଭ ହୁଏ, ପ୍ରେମ କିପରି ଆରମ୍ଭ ହୁଏ, ବୃଦ୍ଧି ପାଏ ଏବଂ ନିଜକୁ ଦେଖାଏ। ପ୍ରଥମ ବିଷୟ ମାନେ ଚିନ୍ତା କରିବା ଯେ ପ୍ରେମରେ ବୃଦ୍ଧି ପାଇବା ପାଇଁ ହେଲେ ଆମମାନେ କେମିତି ପ୍ରେମରେ ବୃଦ୍ଧି ପାଇବା, ପ୍ରେମ କ'ଣ, ଏସବୁ ବିଷୟ ମାନେ ଚିନ୍ତା କରିବା। ଆଜିର ପ୍ରସଙ୍ଗର ପାଇଁ ଆମେ 5ଟି ବିଷୟ ମାନେ ଚିନ୍ତା କରିବାକୁ ଯାଉଛୁ। ପ୍ରଥମ ହେଲା ପ୍ରେମ ଧନ୍ୟବାଦ ସହିତ ଆରମ୍ଭ ହୋଇଥାଏ। ହାଲେଲୁୟା। ପ୍ରେମ ଧନ୍ୟବାଦ ସହିତ ବା କୃତଜ୍ଞତାର ସହିତ ଆରମ୍ଭ ହୋଇଥାଏ। ଦ୍ୱିତୀୟ ବିଷୟ ହେଲା ପ୍ରେମ ପ୍ରାର୍ଥନା ଦ୍ୱାରା ବୃଦ୍ଧି ପାଇଥାଏ। ପ୍ରେମ ଆରମ୍ଭ ହୋଇଥାଏ କେମିତି? କୃତଜ୍ଞତାର ହୃଦୟ ସହିତ ଆରମ୍ଭ ହୋଇଥାଏ, ଆଉ ସେହି ପ୍ରେମ ପ୍ରାର୍ଥନା ଦ୍ୱାରା ବୃଦ୍ଧି ପାଇଥାଏ। ପ୍ରେମ ଅନ୍ୟମାନଙ୍କ ସହିତ ବଣ୍ଟା ଯାଏ। ପ୍ରେମ ଆମ ଭିତରେ ସୀମିତ କରିକି ରଖାଯାଇ ନଥାଏ, ପ୍ରେମ ପରସ୍ପର ମଧ୍ୟରେ ବଣ୍ଟା ଯାଇଥାଏ। ପୁଣି ଚତୁର୍ଥ ବିଷୟ ମାନେ ଦେଖିବା, ପ୍ରେମ ଯାହା ଠିକ, ଯାହା ଉତ୍ତମ
ତାହା ବାଛିବାକୁ ଆମକୁ ସାହାଯ୍ୟ କରିଥାଏ। ପ୍ରେମ କେବେ ମଧ୍ୟ ମନ୍ଦ ବିଷୟ ବାଛିବା ପାଇଁ ଆମକୁ ପ୍ରୋତ୍ସାହନ କରିବ ନାହିଁ। ପ୍ରେମ ଉତ୍ତମ ବିଷୟ ଚୟନ କରିବା ପାଇଁ, ଉତ୍ତମ ବିଷୟ ବାଛିବା ପାଇଁ, ଉତ୍ତମ ବିଷୟ ଗ୍ରହଣ କରିବା ପାଇଁ ଆମକୁ ସାହାଯ୍ୟ କରିଥାଏ। ପୁଣି ଶେଷ ବିଷୟ ମାନେ ଦେଖିବା, ପ୍ରେମ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରତିଫଳିତ କରିଥାଏ। ହାଲେଲୁୟା, ହାଲେଲୁୟା। ପ୍ରେମ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରତିଫଳିତ କରିଥାଏ ବା ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରକାଶିତ କରିଥାଏ। ପ୍ରଥମ ବିଷୟ ଦେଖିବା ଯେ ପ୍ରେମ ଧନ୍ୟବାଦ ସହିତ ଆରମ୍ଭ ହୁଏ। ଏଠାରେ ପ୍ରେରିତ ପାଉଲ କହୁଛନ୍ତି, ମୁଁ ତୁମମାନଙ୍କୁ ଯେତେ ଥର ସ୍ମରଣ କରେ ସେତେ ଥର ମୋର ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ। ହାଲେଲୁୟା, ହାଲେଲୁୟା। ପ୍ରେରିତ ପାଉଲ ଫିଲିପି ମଣ୍ଡଳୀକୁ ବା ଫିଲିପି ମଣ୍ଡଳୀକୁ ସେ ସେବା ଦେଇଥିଲେ। ସେ ସେବା ପାଇନଥିଲେ, ତଥାପି ସେବା ଦେଇକି ମଧ୍ୟ, ସେ ଜଣେ ପାଳକ ହେଇକି ମଧ୍ୟ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲେ। ଆମେ ସାଧାରଣତଃ ଆମେ କିଛି ସେବା ପାଉଥିଲେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ, ଆଉ ଯେଉଁ ବ୍ୟକ୍ତି ଆମକୁ ସେବା ଦେଉଛନ୍ତି ଆମେ ତାଙ୍କୁ ଧନ୍ୟବାଦ ଦେଇଥାଉ। କିନ୍ତୁ ପ୍ରେରିତ ପାଉଲ ସେ ସେବା ପାଇନାହାନ୍ତି। ସେ ଫିଲିପି ମଣ୍ଡଳୀକୁ ସେ ସେବା ଦେଇଛନ୍ତି, ତଥାପି ସେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛନ୍ତି। କ'ଣ ପାଇଁ ଧନ୍ୟବାଦ ଦେଉଛନ୍ତି? ସେ ମଣ୍ଡଳୀ ପାଇଁ ସେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛନ୍ତି। ସେ କହୁଛନ୍ତି, ମୁଁ ଯେତେ ଥର ତୁମକୁ ମନେ ପକାଏ, ଯେତେ ଥର ତୁମେ ମୋର ମନକୁ ତୁମେ ଆସ, ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପ୍ରେରିତ ପାଉଲ ଯେଉଁ ସେବା କାର୍ଯ୍ୟ ଫିଲିପି ମଣ୍ଡଳୀକୁ କଲେ, ଯେଉଁ ବିଶ୍ୱାସୀ ମାନଙ୍କୁ ସେ ସେବା ଦେଲେ, ଯେଉଁ ବିଶ୍ୱାସୀ ମାନଙ୍କୁ ସେ ସୁସମାଚାର ପ୍ରଚାର କଲେ, ଯେଉଁ ବିଶ୍ୱାସୀ ମାନଙ୍କର ସୁଖରେ ଦୁଃଖରେ ଜୀବନର ସବୁ ପରିସ୍ଥିତିରେ ସେମାନଙ୍କର ସହଭାଗୀ ହେଲେ, ସେ ପ୍ରତ୍ୟେକଙ୍କୁ ମନେ ପକେଇକି ପରମେଶ୍ୱରଙ୍କୁ ସେ ଧନ୍ୟବାଦ ଦେଉଛନ୍ତି। ଯେତେବେଳେ ଆମମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହବ, ସେତେବେଳେ ହିଁ ଆମମାନଙ୍କର ପ୍ରେମ ଆରମ୍ଭ ହୁଏ। ଯଦି ଆମମାନଙ୍କ ହୃଦୟରେ କାହା ପ୍ରତି ଧନ୍ୟବାଦ ନାହିଁ, କାହା ପ୍ରତି କୃତଜ୍ଞତା ନାହିଁ, ତାହେଲେ ଆମର ହୃଦୟରେ ପ୍ରେମ ଆରମ୍ଭ ହେଇପାରିବ ନାହିଁ। ଆମେ ଜଣଙ୍କ ପ୍ରତି ଜଣେ ଦେଇଥିବା ସେବା ପାଇଁ, ଜଣେ ଦେଇଥିବା ସାହାଯ୍ୟ ପାଇଁ, ଜଣେ କରିଥିବା ପ୍ରାର୍ଥନା ପାଇଁ ଯଦି ଆମେ କୃତଜ୍ଞତା ଅନୁଭବ କରୁଛୁ, ଧନ୍ୟବାଦ ଦେଉଛୁ, ସେ ବ୍ୟକ୍ତିଙ୍କ ପ୍ରତି ଆମମାନଙ୍କର ପ୍ରେମ ସୃଷ୍ଟି ହେବ, ସେ ବ୍ୟକ୍ତିଙ୍କ ପ୍ରତି ଆମମାନଙ୍କର ପ୍ରେମ ଜାଗ୍ରତ ହେବ। ହାଲେଲୁୟା, ହାଲେଲୁୟା। ତେଣୁକରି ଯଦି ଆମମାନଙ୍କୁ ସେଇ ପ୍ରେମରେ ବୃଦ୍ଧି ଲାଭ କରିବାର ଅଛି, ତାହେଲେ ଆମମାନେ କୃତଜ୍ଞତାର ସହିତ ଧନ୍ୟବାଦ ଦେବାର ଅଛି। ଯେଉଁ ବ୍ୟକ୍ତିମାନେ ଆମମାନଙ୍କୁ ସେବା କରୁଅଛନ୍ତି, ଯେଉଁ ବ୍ୟକ୍ତି ଆମମାନଙ୍କର ସୁଖରେ ଦୁଃଖରେ ସହବର୍ତ୍ତୀ ହେଉଛନ୍ତି, ଯେଉଁ ବ୍ୟକ୍ତି ଆମମାନଙ୍କର ଜୀବନର ସବୁ ପରିସ୍ଥିତିରେ ସହଭାଗୀ ହେଉଅଛନ୍ତି, ସେମାନଙ୍କୁ ଆମେ ସ୍ମରଣ କରି ସେମାନଙ୍କୁ ଧନ୍ୟବାଦ ଦେବା ସାଥେ ସାଥେ ପରମେଶ୍ୱରଙ୍କୁ ଆମେ ଧନ୍ୟବାଦ ଦେବା। ଆମେ ମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା। ପ୍ରେରିତ ପାଉଲ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଅଛନ୍ତି, ସେ ବିଶ୍ୱାସୀ ମାନଙ୍କୁ ସ୍ମରଣ କରିକି। ତେଣୁକରି ପ୍ରେମ କୃତଜ୍ଞତାର ସହିତ ଧନ୍ୟବାଦର ସହିତ ଆରମ୍ଭ ହେଇଥାଏ। ମୋର ପ୍ରିୟମାନେ, ପ୍ରେରିତ ପାଉଲ ପ୍ରଥମ ଥେସଲୋନିକୀୟ 5:18 କୁହନ୍ତି ଯେ ଆମେ ଜୀବନର ସବୁ ପରିସ୍ଥିତିରେ ଆମେ ଧନ୍ୟବାଦ ଦେବା ଆବଶ୍ୟକ। ଆମର ସୁଖରେ, ଆମର ଦୁଃଖରେ, ଆମର ଭଲ ସମୟରେ, ଆମର ଖରାପ ସମୟରେ, ଜୀବନର ସବୁ ପରିସ୍ଥିତିରେ ଆମେ ସଦାପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାର ଆବଶ୍ୟକ ଅଛି। ପରମେଶ୍ୱର ପ୍ରତି ଥିବା ଆମର ପ୍ରେମରେ ଯଦି ଆମକୁ ବୃଦ୍ଧି ଲାଭ କରିବାର ଅଛି, ତାହେଲେ ଆମେ ପରମେଶ୍ୱରଙ୍କ ପ୍ରତି
कृतज्ञ रहिबार आवश्यक अछि। जदि आमने परस्पर प्रति थिबा आमर प्रेम रे वृद्धि लाभ करिबार अछि ताहाले आमने परस्पर प्रति कृतज्ञता रहिबार आवश्यक अछि। आउ सबु परिस्थिति रे आमे परमेश्वर को धन्यवाद देबा, सबु परिस्थिति रे आमे परस्पर को धन्यवाद देबा, परस्पर प्रति कृतज्ञ रहिबा, तेबे आमानक जीवन रे प्रेम आरंभ हेबो। आमानक जीवन रे प्रेम आरंभ हेबो। कलस्य 3:15 रे जदि आमाने देखिबा सेठारे प्रेरित पाउल आमानकु शिक्षा देबा पय चेष्टा करू अछंती जे आमे सर्वदा कृतज्ञ रहिबा आवश्यक। कारण ए जगत रे जहा सब आमे लाभ करूछु, जहा सब पाइछु, आज जहा माने सब अछु ताहा परमेश्वर को अटे। जदि आमे निजर जीवन विषय चिंता करिबा, आमे जेतले ए जगत को आसिलु आमे समस्ते उल्लंघ होइके आसिथिलु, किंतु आज आमे जहा सब पाइछु, जहा सब लाभ करिछु, जहा सब आमे हासिल करिछु, जहा सब आमे उपार्जन करिछु, उपभोग करुछु, एन्जॉय करुछु, प्रतिटी विषय प्रभुଙ୍କର मंगल दान अटे। आज आमे उल्लंघ हेकि नाहु, आमे जेतले आसिलु उल्लंघ हेकि आसिथिलु, किंतु प्रभु आज हमको सब किछि दैछंती। ए चक्षु जहा देखि पारुछि सब किछि से हमको देइ अछंती, आउ से हमको मुक्त भाव रे देइ अछंती, बिना शर्त रे हमको देइ अछंती। तेणु करी प्रेरित पाउल कलस्य मंडली को से कहिबा पय चेष्टा करूछंती, बुझौछंती जे सर्वदा कृतज्ञ रुह। आमको जीवन रे आमे सर्वदा कृतज्ञ रहिबा आवश्यक। आ जेतेबेले आमे कृतज्ञ रहिबा, आमको हृदय कृतज्ञता रे परिपूर्ण हबो, सेते बेले आमको हृदय रे कोन हबो ना प्रेम जन्म लाभ करिवो, प्रेम जन्म लाभ करिवो। कृतज्ञ गोटे भूमि, गोटे माटी जोठारे प्रेमर बीज उत्पन्न हेइ थाए। हालेलुया, हालेलुया, धन्यवाद बा कृतज्ञ होउची ए प्रकार गोटे माटी, ए प्रकार गोटे भूमि जोठारे प्रेम जन्म लाभ करे। जदि आमाने कोनोसी विषय कृतज्ञ नाहु, कोनोसी व्यक्ति को प्रति कृतज्ञ नाहु, ताहले तांको प्रति आमानकर प्रेम केबे मध्य आरंभ होबो नै, केबे मध्य सृष्टि हेइ पारिबो नाही। तेनु करी मोर प्रियर मंडली, आज आमाने प्रथम शिक्षा ग्रहण करिबा। जदि आमाने ईश्वर को प्रति थिबा आम प्रेम, परस्पर प्रति थिबा आमर प्रेम रे जदि आमानकु वृद्धि लाभ करिबार अछि, ताहले सर्वप्रथमे आमे ईश्वर को प्रति एवं परस्पर प्रति कृतज्ञ रहिबा। हालेलुया, हालेलुया। द्वितीय विषय माने शिखिबा पय चेष्टा करिबा। द्वितीय विषय होछि प्रेम प्रार्थना द्वारा वृद्धि पाई थाए। हालेलुया, हालेलुया। प्रथम विषय माने देखिलु जे कृतज्ञता रे प्रेम आरंभ हुए। धन्यवाद सहित धन्यवाद रूपक हृदय रे कौन हुए? प्रेम आरंभ हुए। द्वितीय विषय ला सेही प्रेम प्रार्थना द्वारा वृद्धि लाभ करिथाय। हालेलुया। एठारे आजिर वाक्य माने देखुछु जे प्रेरित पाउल से फिलिपी मंडलीर विश्वासी मानक निमंते से प्रार्थना करूछंती। आमे जदि देखिबा पद 6 पद 9 रु 11 जदि देखिबा, सेठारे प्रेरित पाउल एई मंडली प्रति से प्रार्थना करूछंती परमेश्वर ठारे, जो माने तुम भीतर एक भल काम आरंभ करि अछंती से एहाकु समाप्त पर्यंत कोन करिवे? बहन करिवे। पाउल मंडली को भल पांती, तेणु करी से समान को निमंते प्रार्थना करती। आमाने जदि देखिबा पद 6 रे, कारण जे तुम मानक अंतर रे उत्तम कार्य आरंभ करि अछंती से ख्रीष्ट जीशु को दिन पर्यंत ताहा साधन करी सिद्ध करिवे, एहा तो मु दृढ़ रूपे विश्वास करे। पुणी 9 रु 11 रे लेखा अछि, पुणी मोहर प्रार्थना ही तुम मानकर प्रेम
ज्ञान ओ समस्त सूक्ष्म विचार रे अधिकरु अधिक वृद्धि पाऊ जेपरि तुम्बे माने उत्कृष्ट विषय गुड़िक समर्थन करिपार पुणी ईश्वर को गौरव और प्रशंसा उद्देश्य रे जीशुख्रीष्ट द्वारा धार्मिकतार जो फल सेथिरे परिपूर्ण होई ख्रीष्टଙ୍କ दिनरे शुद्ध ओ अनिंदनीय हो। हालेलुया हालेलुया। मोर प्रिय माने प्रार्थना करिबा द्वारा प्रेम वृद्धि पाई थाए। तेणु करी जीशु ख्रीष्ट कहउछंती जन लिखित सुसमाचार रे जे तुमे माने परस्पर को प्रेम करो, तुमे माने अपना शत्रु मान को प्रेम करो, तुम मान को जो माने जंत्रणा दौछंती, जो माने तुमको ताड़ना दौछंती से मान को निमंते प्रार्थना करो। हालेलुया हालेलुया। यीशु ख्रीष्ट कहउछंती जो माने तुमको कष्ट दौछंती, जो माने तुमको ताड़ना करूछंती, जो माने तुमरो विपक्ष रे अछंती से मान को निमंते प्रार्थना करो, से मान को निमंते प्रार्थना करो। आउ जेते बेले आमाने गोटे व्यक्ति को पाई प्रार्थना करिबा तांको प्रति प्रेम आपे वृद्धि लाभ करिवो। हालेलुया हालेलुया। जदि आमे कहा को घृणा करूछु, जदि कहा को देखिले आमानकर दिन भलो जाउ नाही, आमानकर मन खराब हेउछि, आमानकर जीवन रे तिबा शांति हरण हेउछि, आपण माने चेष्टा करंतु से व्यक्ति को निमंते परमेश्वर ठारे प्रार्थना करंतु, प्रार्थना करंतु। आपण माने देखिबे आपण मानकर हृदय रे से व्यक्ति को प्रति घृणा समाप्त हेबो। से व्यक्ति को देखिले आपनकर शांति हरण हेबो नाही, बरं आपण आनंद करिवे, तांको प्रति आपनकर प्रेम वृद्धि लाभ करिवो। हालेलुया हालेलुया। प्रेरित पाउलो से आमानकु आजिर ए वाक्यांश रे शिक्षा देवछंती जे आमाने परस्पर प्रति प्रार्थना करिबा। प्रेरित पाउलो आजि मंडली पाखरे नाहांती, फिलिप मंडली पाखरे से नाहांती, से कारागार रे रुद्ध होई अछंती, किंतु जते बेले ए फिलिप मंडली रो कथा तांकु मने पडुछि सेते बेले से प्रार्थना करू अछंती। आ जते थोर से प्रार्थना करू अछंती ए मंडली प्रति तांकर प्रेम वृद्धि पाउछि। हालेलुया हालेलुया। ए मंडली प्रति तांकर प्रेम वृद्धि पाउछि। तेणु करी मोर प्रिय माने जदि आमान को प्रेम रे वृद्धि पाइबार अछि ताहाले आमाने प्रार्थना करिबार अछि। जदि कोनोसी व्यक्ति को सहित हमर मन मालिन अछि, जदि कोनोसी व्यक्ति आमान को प्रेम करू नाही, आमान को देखिले से अलगा रास्ता रे चली जाउछि, किबा कोनोसी व्यक्ति को देखिले आमानकर शांति हरण होछि, ताहेले आमे प्रार्थना करू, ताहेले आमे प्रार्थना करू से व्यक्ति को पाए। आपण माने देखिबे धीरे 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 आपणको जीवन रे गोटे परिवर्तन आसीबो, आपणको जीवन रे गोटे नवीनीकरण आसीबो। से व्यक्ति को प्रति आपणकर तिक्तता धीरे धीरे दूर होई जीवो, से व्यक्ति को प्रति आपणकर मन रे थिबा अशांत धीरे धीरे दूर हबो। आउ से व्यक्ति को जो व्यक्ति को देखिले आपणकर शांति हरण होतिला से शांति आउ हरण हेबो नाही, तांको प्रति आपणकर प्रेम वृद्धि लाभ करिवो। तेणु करी आमान को जदि प्रेम रे वृद्धि पाइबार अछि ताहेले आमान को प्रार्थना करिबार आवश्यक अछि। एफेसियो मंडली निकट को प्रेरित पाउल लेखुछंती तार अध्याय 3 रो 17-19 रे जे प्रेमर मूल एवं मूल स्थापन करो। प्रेम रे तुम माने चेरयुक्त हो, प्रेम रे तुमरो मूल को स्थापन करो बोली कहउछंती। आमानकर जीवन रो फाउंडेशन मूल दुआ आमाने प्रेम रे स्थापन करिबार आवश्यक अछि। प्रेरित पाउल कहउछंती एफेसियो मंडली को जे आमानकर संपर्क को आमानकर जीवन को प्रेम रो फाउंडेशन, प्रेम रो मूल दुआ आमान को स्थापन करिबार आवश्यक।
କଲସ୍ୟ ମଣ୍ଡଳୀ ତାର 1:11 ଆଜିର ବାକ୍ୟ ତମେ କଲସ୍ୟ ମଣ୍ଡଳୀ 1:9-10 ରେ ମଧ୍ୟ ପ୍ରେରିତ ପାଉଲ ସେ କହୁଛନ୍ତି ଯେ ପାଉଲ ପ୍ରାର୍ଥନା କରନ୍ତି ଯେ ସେମାନେ ଜ୍ଞାନ ଏବଂ ଫଳ ସହିତ ବୃଦ୍ଧି ପାଆନ୍ତୁ ବୋଲିକି। ମୋର ପ୍ରିୟ ମାନେ, ପ୍ରେମରେ ଆମମାନେ ବୃଦ୍ଧି ପାଇବାକୁ ହେଲେ ଆମମାନେ ପ୍ରାର୍ଥନା କରିବାର ଅଛି। ଯଦି ଏହା ତ ପରସ୍ପର ପ୍ରତି ପ୍ରେମରେ ଯଦି ଆମମାନଙ୍କୁ ଥିବା ପ୍ରେମରେ ଯଦି ବୃଦ୍ଧି ପାଇବାର ଅଛି, ତାହେଲେ ଆମମାନେ ପରସ୍ପର ପାଇଁ ଆମମାନେ ପ୍ରାର୍ଥନା କରିବାର ଅଛି। ଆଉ ଯଦି ଆମମାନେ ଈଶ୍ୱରଙ୍କ ପ୍ରତି ଥିବା ଆମର ପ୍ରେମରେ ବୃଦ୍ଧି ଲାଭ କରିବାର ଅଛି, ତେବେ ମଧ୍ୟ ଆମେ ସେଇ ପରମେଶ୍ୱର ଠାରେ ପ୍ରାର୍ଥନା କରିବାର ଅଛି। କାରଣ ପ୍ରାର୍ଥନା କରିବା ଦ୍ୱାରା ପରମେଶ୍ୱର ଆଉ ଆମ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୁଏ। ପରମେଶ୍ୱରଙ୍କ ଠାରେ ନିରନ୍ତର ପ୍ରାର୍ଥନା କରିବା ଦ୍ୱାରା ପରମେଶ୍ୱରଙ୍କ ଠାରେ ଥିବା ଆମର ସମ୍ପର୍କ ଆହୁରି ସୁଦୃଢ଼ ହୁଏ। ତାଙ୍କ ପ୍ରତି ଆମର ପ୍ରେମ ଆହୁରି ଜାଗ୍ରତ ହୁଏ। ଆମେ ଯେତେ ଥର ପ୍ରାର୍ଥନା କରିବା, ଯେତେ ଗଭୀରକୁ ଆମେ ପ୍ରାର୍ଥନାରେ ଯିବା, ସେତେ ଆମର ଆଦ୍ୟ ପ୍ରେମ କଣ ହେବ? ଜାଗ୍ରତ ହେବ। ହାଲେଲୁୟା, ହାଲେଲୁୟା। ଆପଣ ମାନେ ସ୍ମରଣ କରନ୍ତୁ, ଯେତେବେଳେ ଆପଣ ମାନେ ପ୍ରଥମେ ଖ୍ରୀଷ୍ଟିଆନ ହେଲେ, ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ଆପଣ କେତେ ପ୍ରେମ କରୁଥିଲେ, କେତେ ପ୍ରାର୍ଥନା କରୁଥିଲେ। ଆପଣ ପ୍ରାର୍ଥନାରେ ଦିନ ଅତିବାହିତ କରୁଥିଲେ। ବସିଲା ବେଳେ ପ୍ରାର୍ଥନା, ଉଠିଲା ବେଳେ ପ୍ରାର୍ଥନା, ଶୋଇଲା ବେଳେ ପ୍ରାର୍ଥନା, ଖାଇଲା ବେଳେ ପ୍ରାର୍ଥନା, କାମ କରିଲା ବେଳେ ପ୍ରାର୍ଥନା, ସବୁ ପରିସ୍ଥିତିରେ ଆପଣ ମାନେ ପ୍ରାର୍ଥନା କରୁଥିଲେ। ଆଉ ଆପଣ ମାନଙ୍କର ପ୍ରେମ ଗୋଟେ ପ୍ରଦୀପ ସଦୃଶ ପ୍ରଜ୍ୱଳିତ ହେଇକି ଥିଲା। ଯେତେବେଳେ ଆମେ ଧୀରେ ଧୀରେ ଆମଙ୍କର ପ୍ରାର୍ଥନା ଜୀବନ ଧୀରେ ଧୀରେ କ୍ଷୀଣ ହେଇଯିବ, ଧୀରେ ଧୀରେ କମିଯିବ, ଆମର ଈଶ୍ୱରଙ୍କ ପ୍ରତି ଥିବା ଆମର ଆଦ୍ୟ ପ୍ରେମ ମଧ୍ୟ ଧୀରେ ଧୀରେ ଶୀତଳ ହେଇଯାଇଥାଏ। ଈଶ୍ୱରଙ୍କ ପ୍ରତି ଥିବା ଆମର ପ୍ରେମ ସେଇ ପ୍ରକାର ଧୀରେ ଧୀରେ ଶୀତଳ ହେଇଯାଏ। ଯେତେବେଳେ ଆମଙ୍କର ପ୍ରାର୍ଥନାମୟ ଜୀବନ ଧୀରେ ଧୀରେ ଶୀତଳ ହେଇଯାଏ, ଆମର ପ୍ରେମ ଈଶ୍ୱରଙ୍କ ପ୍ରତି ଆମର ଆଦ୍ୟ ପ୍ରେମ ମଧ୍ୟ ଶୀତଳ ହେଇଯାଏ। ତେଣୁକରି ଯଦି ଆମମାନଙ୍କର ସେଇ ଆଦ୍ୟ ପ୍ରେମକୁ, ଈଶ୍ୱରଙ୍କ ପ୍ରତି ଥିବା ଆମର ଆଦ୍ୟ ପ୍ରେମକୁ ଆମମାନଙ୍କୁ ଯଦି ପ୍ରଜ୍ୱଳିତ କରିବାର ଅଛି, ବୃଦ୍ଧି ଲାଭ କରିବାର ଅଛି, ତାହେଲେ ଆମମାନଙ୍କର ପ୍ରାର୍ଥନାମୟ ଜୀବନକୁ ଆମେ ସୁଧାର କରିବାର ଅଛି। ଆମେ ପ୍ରାର୍ଥନାରେ ଆହୁରି ଗଭୀର ହେବାର ଅଛି, ତେବେ ଯାଇକି ଆମମାନଙ୍କର ପ୍ରେମ ବୃଦ୍ଧି ଲାଭ କରିବ। ହାଲେଲୁୟା, ହାଲେଲୁୟା। ତୃତୀୟ ବିଷୟ ଆମମାନେ ଧ୍ୟାନ କରିବା, ତାହା ହେଉଛି ପ୍ରେମ ଏପରି ଏକ ବିଷୟ ଯାହା ବାଣ୍ଟିବାର ଆବଶ୍ୟକ। ପ୍ରେମ ଏମିତି ଗୋଟିଏ ଜିନିଷ, ପ୍ରେମ ଏମିତି ଗୋଟିଏ ଭାବ ଯାହା ଆମେ ଆମର ଭିତରେ ସୀମିତ କରିକି ରଖିଲେ ତାହା କେବେ ମଧ୍ୟ ବୃଦ୍ଧି ଲାଭ କରିବ ନାହିଁ, ତାହା ମାନେ ଭିତରେ ରଖିପାରିବା ନାହିଁ। ପ୍ରେମ ଯଦି ଆମେ କରୁଛୁ, ତାହେଲେ ଆମକୁ ବାଣ୍ଟିବାକୁ ପଡିବ। ଯଦି ଆମେ କୌଣସି ବ୍ୟକ୍ତିଙ୍କୁ ଆମେ ପ୍ରେମ କରୁଛୁ, ଆମେ ତାଙ୍କ ସହିତ ସେ ପ୍ରେମ ବାଣ୍ଟିବାକୁ ପଡିବ। ଯଦି ଆମେ ବାଣ୍ଟୁନୁ, ତାହେଲେ ସେଇ ପ୍ରେମ କେବେ ମଧ୍ୟ ପ୍ରକାଶିତ ହେବ ନାହିଁ, ଆଉ ସେଇ ପ୍ରେମ କେବେ ମଧ୍ୟ ବୃଦ୍ଧି ଲାଭ କରିବ ନାହିଁ। ତେଣୁକରି ଆମମାନେ ପ୍ରେମକୁ ବାଣ୍ଟିବାକୁ ପଡିବ। ଏଠାରେ ପ୍ରେରିତ ପାଉଲ କହୁଛନ୍ତି ତାର 8 ପଦରେ, କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କ ନିମନ୍ତେ କି ପ୍ରକାର ଲାଳାୟତ, ଏ ବିଷୟରେ ଈଶ୍ୱର ମୋର ସାକ୍ଷୀ। ତାର ଉପର ପଦରେ ଆମେ ଯଦି ଦେଖିବା 7 ପଦରେ ଶେଷରେ ଲେଖା ଅଛି, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି। ପ୍ରେରିତ ପାଉଲ ସେମାନଙ୍କୁ ହୃଦୟରେ ଧାରଣ କରିଅଛନ୍ତି। ସେ କେବଳ ତାଙ୍କର ମନରେ ନୁହେଁ, ବରଂ ତାଙ୍କର ହୃଦୟରେ ସେ ଧାରଣ କରିଅଛନ୍ତି। ତେଣୁକରି ପ୍ରେମ, ଯେଉଁ ପ୍ରେମ ପ୍ରେରିତ ପାଉଲ ମଣ୍ଡଳୀକୁ କରୁଥିଲେ, ସେ ପ୍ରେମ ସେ ବାଣ୍ଟିଲେ। ଆଉ ଯଦି ଆମେ ଈଶ୍ୱରଙ୍କ କଥା ଯଦି ଚିନ୍ତା କରିବା, ଯେଉଁ ପରମେଶ୍ୱର ଆପଣ ମାନଙ୍କୁ ମତେ ସୃଷ୍ଟି କଲେ, ସେ ତାଙ୍କର ପ୍ରେମକୁ ବାଣ୍ଟିବା ପାଇଁ ଆପଣ ଅଦ୍ୱିତୀୟ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଏ ଜଗତ ମଧ୍ୟକୁ ପ୍ରେରଣ କଲେ। ଆମେ ଦେଖିପାରିବା ଯୋହନ ଲିଖିତ ସୁସମାଚାର ଅଧ୍ୟାୟ 3:16 ଲେଖା ଅଛି। ଯୋହନ ଲିଖିତ ସୁସମାଚାର ଅଧ୍ୟାୟ 3 ତାର 16 ଲେଖା ହୋଇଛି ଯେ ପରମେଶ୍ୱର ଆପଣ ଅଦ୍ୱିତୀୟ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଏ ଜଗତକୁ ପ୍ରେରଣ କଲେ। କଣ ପାଇଁ ଯୀଶୁ ଖ୍ରୀଷ୍ଟକୁ ସେ ପ୍ରେରଣ କଲେ ଜଗତ ମଧ୍ୟକୁ?
परमेश्वर आपण मानकु मते प्रेम कले सेही प्रेम बांटिबा पाए आपण अद्वितीय पुत्र यीशु ख्रीष्ट को आम मानक मध्य प्रेरण कले जद्वारा से यीशु ख्रीष्ट द्वारा सी तांकर प्रेम को आम मानकु बांटी पारिबे आम मानकु देई पारिबे आम मानकु से प्रेम उपस्थिति करि पारिबे तेणु करी यीशु ख्रीष्ट को से जगत मध्य को प्रेरण कले मोर प्रिय माने जदि परमेश्वर तांकर प्रेम आमानक मध्य बांटू अछंती आमे माने मध्य तांकर प्रेम को बांटिबार आवश्यक अछि परमेश्वर आमानकु एते प्रेम करिथिबारु आमे मध्य परस्पर को प्रेम करिबा उचित आपण माने कहीं जने पढ़ंतु प्रथम जोहन 4:11 रे सेटारे प्रेरित जोहन कहू अछंती परमेश्वर जेहेतु आमको प्रेम कर तेणुक सही प्रेम आम माने परस्पर प्रति बांटिबा आवश्यक अटे कहीं जने पढ़ंतु हे प्रिय माने ईश्वर जदि आम्भ मानकु एपरि प्रेम कले ईश्वर जदि आमको एपरि प्रेम कले तेबे आम्भ मानकर मध्य परस्पर को प्रेम करबा उचित तेबे आम्भ मानकु मध्य परस्पर को प्रेम करबा उचित हालेलुया हालेलुया जो परमेश्वर आमको प्रेम कले आ से प्रेम को प्रकाश करबा पाई से प्रेम को बांटिबा पाई आपण अद्वितीय पुत्र यीशु ख्रीष्ट को जगत को प्रेरण कले जो यीशु ख्रीष्ट स्वयं परमेश्वर है कि से आमको मध्य मनुष्य भाव जन्म ग्रहण कले आमको सहित रहिले आमको संगरे रहिले आमको सहित वास कले एवं आम मानकर पाप निमंते से मृत्यु भोग कले से आमको पाप निमंते क्रूसरे हत हेले से पाप निमंते जातना सहिले से पाप निमंते समस्त प्रकार निंदा भोग कले एवं परिशेष रे आमंकर पाप निमंते से मृत्यु भोग कले यीशु ख्रीष्ट अपना पितांकर प्रेम बांटिबा पाई आपण मानकु मते से प्रेम बांटिबा पाई ए जगत को आसिकी निजे मृत्यु वर्ण करबा पर्यंत आमको तांकर प्रेम बांटिले जेतरे परमेश्वर से प्रेम आमको बांटू अछंती मोर प्रिय माने आमे माने मध्य परस्पर को से प्रेम बांटिबार आवश्यक अछि हालेलुया हालेलुया परमेश्वर जो प्रेम आमको करि अछंती सेथि निमंते आमाने परस्पर को कोन करिबार अछि प्रेम करिबार आवश्यक अछि जदि आमाने प्रेम रे वृद्धि लाभ करिबार अछि जदि आमाने प्रेम रे बढ़िबार अछि जदि आमाने प्रेम रे वर्धिष्णु हेबार अछि ताहाले आमाने प्रेम को बांटिबार आवश्यक अछि हालेलुया हालेलुया पुनी शेष विषय आमाने ध्यान करिबा मोर प्रिय माने ताहा होछि प्रेम ख्रीष्ट को प्रतिफलित करे हालेलुया ख्रीष्ट प्रेम ख्रीष्ट को प्रतिफलित करे अर्थात प्रेम यीशु ख्रीष्ट को प्रकाश करे जदि आमने प्रेम करूछु आमर प्रेम रे यीशु ख्रीष्ट प्रकाशित हेबे यीशु ख्रीष्ट ए जगत को आसिले कारण से आमको प्रेम करे आमने पाप रे मृत थिलु आमने पाप रे सेही सृष्टिकर्ता परमेश्वर को थारु पृथक हेई आमाने जीवन बंचुथिलु जो परमेश्वर आमको एते प्रेम रे एते स्नेह रे एते आदर रे एते खुशी रे आमको सृष्टि कले सेही परमेश्वर को विरुद्धाचरण कलु पाप कलु आउ तांको थारु आमाने विच्छिन्न हेलु आउ यीशु ख्रीष्ट आमको पुणी थे से परमेश्वर सहित मिलन करने से परमेश्वर ठारे साक्षात करने से परमेश्वर ठारे आमको संजोग करने से ए जगत को आसिले आउ से प्रेम रे से ईश्वर ठारे आमको मिलन करने से जगत को आसी से बाध्य करना से शासन करना से रोग व्याधि देकी आमको कहना तमे जदि ए रोग समय रे व्याधि समय रे दुख समय रे अभाव समय रे तमे परमेश्वर को डाकियो परमेश्वर तुमको सहायता करिवे ए कथा कहना परमेश्वर
ଯୀଶୁ ଖ୍ରୀଷ୍ଟ ଆମକୁ ପ୍ରେମ କଲେ, ଯଦ୍ୱାରା ତାଙ୍କର ପ୍ରେମକୁ ଦେଖିକି ଆମେ ପରମେଶ୍ୱରଙ୍କ ପ୍ରେମକୁ ଆମେ ଅନୁଭବ କରିପାରିବା। ଆଉ ଯୀଶୁ ଖ୍ରୀଷ୍ଟ ଆମକୁ ତାଙ୍କର ପ୍ରେମ ଦେଲେ, ଆଉ ଯଦି ସେହି ପ୍ରେମ ଆମେ ପରସ୍ପରକୁ ଯଦି ଆମେ ବାଣ୍ଟିବା, ତାହେଲେ ଆମର ପ୍ରେମରେ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବେ, ଯୀଶୁ ଖ୍ରୀଷ୍ଟ ପ୍ରତିଫଳିତ ହେବେ। ହାଲେଲୁୟା, ହାଲେଲୁୟା। କାରଣ ଯୀଶୁ ଖ୍ରୀଷ୍ଟ ଆମକୁ ଏତେ ପ୍ରେମ କଲେ, ଲେଖା ଅଛି ଯେ ସେ ଆପଣା ଦିଟା ହାତ ମେଲେ ଦେଇକି କ୍ରୁଶ ଉପରେ ଟଙ୍ଗା ହେଲେ। ମୁଁ ଗୋଟେ ପିକ୍ଚର ଦେଖୁଥିଲି, ଗୋଟେ ଫଟୋ ଦେଖୁଥିଲି ଯୀଶୁ ଖ୍ରୀଷ୍ଟ, କ୍ରୁଶାର୍ପିତ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଦିଟା ହାତ ମେଲେଇକି କ୍ରୁଶ ଉପରେ ତାଙ୍କୁ ଟଙ୍ଗା ଯାଇଛି। ଏପଟ ହାତରେ କଣ୍ଟା ମରା ଯାଇଛି, ଗୋଡରେ କଣ୍ଟା ମରା ଯାଇଛି, ରକ୍ତ ଝରୁଛି। ଆଉ ସେଠି ଲେଖା ଅଛି ଯେ ଯୀଶୁ ଖ୍ରୀଷ୍ଟ ଏତେ ପ୍ରେମ କଲେ ଯେ ଆପଣା ଦୁଇ ହାତ ମେଲେଇକି ସେ ପ୍ରାଣ ତ୍ୟାଗ କଲେ, ସେ ପ୍ରାଣ ତ୍ୟାଗ କଲେ। ସେମାନଙ୍କୁ ଏତେ ପ୍ରେମ କଲେ, ଦିଟା ହାତ ମେଲେଇବାର ଅର୍ଥ ତାର କୌଣସି ସୀମା ନାହିଁ। ସେ ଏତିକି ପ୍ରେମ କରିନାହାନ୍ତି, ଏତିକି ପ୍ରେମ କରିନାହାନ୍ତି, ଏତିକି ପ୍ରେମ କରିନାହାନ୍ତି। ସେ ହାତ ମେଲେଇକି କହୁଛନ୍ତି ମୁଁ ଏତେ ପ୍ରେମ କଲି ବୋଲିକି। ତାର ଅର୍ଥ ଅସୀମ ପ୍ରେମରେ ସେମାନଙ୍କୁ ପ୍ରେମ କରିଅଛନ୍ତି। ଆଉ ପ୍ରେରିତ ପାଉଲ ମାନଙ୍କୁ ଶିକ୍ଷା ଦେଉଅଛନ୍ତି। ମଣ୍ଡଳୀ ଆଜି ଆମକୁ ଆହ୍ୱାନ କରୁଛି, ଯୀଶୁ ଖ୍ରୀଷ୍ଟ ଯେଉଁ ରୀତିରେ ଆମକୁ ପ୍ରେମ କରିଅଛନ୍ତି ସେହି ରୀତିରେ ଆମେ କଣ କରୁ? ପ୍ରେମ କରୁ। ଯଦ୍ୱାରା ସେହି ଯୀଶୁ ଖ୍ରୀଷ୍ଟ ଯିଏ ଆପଣ ମାନଙ୍କ ପାଇଁ, ମୋ ପାଇଁ କ୍ରୁଶରେ ଯନ୍ତ୍ରଣା ଭୋଗ କଲେ, ଯେ ଲଜ୍ଜିତ ହେଲେ, ଯେ ଅପମାନିତ ହେଲେ, ଯେ ମୃତ୍ୟୁ ଭୋଗ କଲେ ଆପଣ ମାନଙ୍କ ପାଇଁ, ମୋ ପାଇଁ, ସେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପ୍ରେମରେ ପ୍ରତିଫଳିତ ହେବ। ଯଦି ଆମେ ଖ୍ରୀଷ୍ଟ ବିଶ୍ୱାସୀ, ତେବେ କେମିତି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଚାର କରିବା? କେମିତି ଆମେ କହିବା ଯେ ମୁଁ ଖ୍ରୀଷ୍ଟ ବିଶ୍ୱାସୀ ବୋଲିକି? ବିଜାତି ମାନଙ୍କ ଠାରୁ ଆମମାନଙ୍କ ମଧ୍ୟରେ କଣ ଫରକ ଅଛି? ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିନାହାନ୍ତି ସେମାନଙ୍କ ମଧ୍ୟରେ, ପୁଣି ଆମ ମଧ୍ୟରେ ଅଲଗା କଣ? ପାର୍ଥକ୍ୟ କଣ? ପାର୍ଥକ୍ୟ ହେଉଛି ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛୁ, ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଛୁ, ତାଙ୍କର ତ୍ୟାଗକୁ ଯେଉଁମାନେ ଜାଣିଛୁ, ତାଙ୍କର ପ୍ରେମକୁ ଯେଉଁମାନେ ଜାଣିଛୁ, ତାଙ୍କର ବଳିଦାନକୁ ଯେଉଁମାନେ ଜାଣିଛୁ, ଆମେ ଯୀଶୁ ଖ୍ରୀଷ୍ଟ ଯେଉଁ ରୀତିରେ ଆମକୁ ପ୍ରେମ କରିଅଛନ୍ତି ସେଇ ରୀତିରେ ଆମେ ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରିବା ପାଇଁ ଚେଷ୍ଟା କରିଥାଉ। ତାହା ହେଉଛି ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କର ପାର୍ଥକ୍ୟ ଅଟେ। ହାଲେଲୁୟା, ହାଲେଲୁୟା। ତେଣୁକରି ଯଦି ଲୋକମାନେ ଆମମାନେ ଖ୍ରୀଷ୍ଟିଆନ ବୋଲିକି ଜାଣିବେ, କେମିତି ଜାଣିବେ? ନା ଆମର ପ୍ରେମରେ, ଆମର ଆଚରଣରେ ସେମାନେ ଜାଣିବେ ଯେ ଆମେ ଖ୍ରୀଷ୍ଟିଆନ ବୋଲିକି, ଏମାନେ ଖ୍ରୀଷ୍ଟ ବିଶ୍ୱାସୀ ବୋଲିକି, ଏମାନେ ଯୀଶୁ ଖ୍ରୀଷ୍ଟଙ୍କର ଲୋକମାନେ ବୋଲିକି ଜାଣିବେ। ଯେତେବେଳେ ଆମେ ଅନ୍ୟମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, ଯୀଶୁ ଖ୍ରୀଷ୍ଟ ଯେମିତି ପ୍ରେମ କଲେ ସେମିତି ପ୍ରେମ କରିବା, ସେତେବେଳେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଜୀବନରେ ପ୍ରକାଶିତ ହେବେ, ଆମମାନଙ୍କ ଜୀବନରେ ପ୍ରତିଫଳିତ ହେବେ। ମୋର ପ୍ରିୟ ମାନେ, ଆଜି ଯେତେବେଳେ ଆମେ ପ୍ରେମ ବିଷୟରେ ଧ୍ୟାନ କରୁଛୁ, ମଣ୍ଡଳୀ ଯେତେବେଳେ ଆମକୁ ପ୍ରେମ ବିଷୟରେ ଧ୍ୟାନ କରିବା ପାଇଁ ଆହ୍ୱାନ କରେ, ଆମେ ଏହି ବିଷୟ ଗୁଡାକ ବିଷୟରେ ଆମେ ଚିନ୍ତା କରିବା। ଯଦି ଆମମାନେ ଈଶ୍ୱରଙ୍କ ପ୍ରତି ଥିବା ଆମର ପ୍ରେମରେ, ପୁଣି ପରସ୍ପର ପ୍ରତି ଥିବା ଆମର ପ୍ରେମରେ ଯଦି ବୃଦ୍ଧି ଲାଭ କରିବାର ଅଛି, ତାହେଲେ ଆମେ ସେଇ 5ଟି ବିଷୟ ଆମେ ଧ୍ୟାନ କରିବାକୁ ପଡିବ, ଚିନ୍ତା କରିବାକୁ ପଡିବ। ପ୍ରଥମ ବିଷୟ ହେଲା ଯେ ଆମମାନେ କଣ କରିବା? କୃତଜ୍ଞତାର ସହିତ ଆମମାନେ ବଞ୍ଚିବା, ଯଦ୍ୱାରା କୃତଜ୍ଞତାରେ ପ୍ରେମ ଜନ୍ମ ଲାଭ କରେ। କୃତଜ୍ଞତାର ହୃଦୟରେ, ଧନ୍ୟବାଦର ରୂପକ ହୃଦୟରେ ପ୍ରେମ ଜନ୍ମ ଲାଭ କରେ। ଆଉ ସେ ପ୍ରେମକୁ ଯଦି ଆମେ ବୃଦ୍ଧି ଲାଭ କରିବାର ଅଛି, ତାହେଲେ ଆମେ ପ୍ରାର୍ଥନା କରିବାର ଅଛି, ପରସ୍ପର ପାଇଁ ଆମେ ପ୍ରାର୍ଥନା କରିବାର ଅଛି, ତେବେ ଆମଙ୍କର ପ୍ରେମ ବୃଦ୍ଧି ଲାଭ କରିବ। ତାପରେ କଣ କରିବାର ଅଛି? ନା ପ୍ରେମ ଆମେ ପରସ୍ପର ଠାରେ କଣ କରିବାର ଅଛି? ବାଣ୍ଟିବାର ଆବଶ୍ୟକ ଅଛି। ପରସ୍ପର ମଧ୍ୟରେ ଆମର ପ୍ରେମକୁ ବାଣ୍ଟିବାର ଅଛି। ତାପରେ କଣ? ନା ପ୍ରେମ ଯାହା ଠିକ ତାହା ବାଛିବା ପାଇଁ ଆମକୁ ସାହାଯ୍ୟ କରିଥାଏ। ମୁଁ ଏ ବିଷୟ କହିବା ପାଇଁ ଆପଣମାନଙ୍କୁ ଭୁଲି ଯାଇଥିଲି ଯେ ପ୍ରେମ କେବେ ମଧ୍ୟ ମନ୍ଦ ବିଷୟ ବାଛିବାକୁ ଆପଣମାନଙ୍କୁ ଦେବ ନାହିଁ।
ଯଦି ଆପଣମାନେ ବାସ୍ତବରେ ଗୋଟେ ବ୍ୟକ୍ତିଙ୍କୁ ପ୍ରେମ କରୁଅଛନ୍ତି ତାର ମଙ୍ଗଳ ବିଷୟ ହିଁ ଆପଣମାନେ ଚିନ୍ତା କରିବେ, ତାର ମଙ୍ଗଳ ବିଷୟରେ ଆପଣମାନେ କଥା କହିବେ, ତାଙ୍କୁ ତ ଆପଣମାନେ ସାହାଯ୍ୟ କରିବେ। ତେଣୁକରି ପ୍ରେମ କେବେ ମଧ୍ୟ ଅମଙ୍ଗଳ ବିଷୟ ବାଛିବାକୁ ଦେବ ନାହିଁ, ଉତ୍ତମ ବିଷୟ, ଠିକ ବିଷୟ, ଯୁକ୍ତିଯୁକ୍ତ ବିଷୟ ବାଛିବାକୁ ଦେବ। ପୁଣି ଶେଷ ବିଷୟ ମାନେ ଚିନ୍ତା କରିବାକୁ ପଡିବ, ଯାହା ମୁଁ ଆପଣମାନଙ୍କୁ କହିଲି ନା ପ୍ରେମ ଯୀଶୁଖ୍ରୀଷ୍ଟ, ଆମର ପ୍ରେମ ଯୀଶୁଖ୍ରୀଷ୍ଟକୁ ପ୍ରତିଫଳିତ କରେ। ତେଣୁକରି ଆମେ ଯୀଶୁଖ୍ରୀଷ୍ଟ ଆମକୁ ଯେଉଁ ରୀତିରେ ପ୍ରେମ କରିଅଛନ୍ତି ସେଇ ରୀତିରେ ଆମମାନେ ପରସ୍ପରକୁ ପ୍ରେମ କରୁ, ଯଦ୍ୱାରା ଆମମାନେ ପ୍ରେମରେ ବୃଦ୍ଧି ଲାଭ କରୁ। ପ୍ରଭୁ ଏ ଅଳ୍ପ ବାକ୍ୟ ଦେଇ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।